ବହୁ ତଳ ଦିନର କଥା। କାଞ୍ଚନପୁର ଗ୍ରାମରେ କାଶୀନାଥ ବୋଲି ଜଣେ କୃଷକ ରହୁଥିଲା। ସେ ଭାରି ଭଲ ଓ ଦୟାଳୁ ମଣିଷଟେ ଥିଲା। ସେ ଜମିଦାର ସୁରେଶ ପାଖରେ କାମ କରୁଥାଏ। ତାର ପରିବାରରେ ତାର ସ୍ତ୍ରୀ ତା ଝିଅ ରହୁଥିଲେ। ହେଲେ ଜମିଦାରଟି ଭାରି କଞ୍ଜୁସ ଓ ଠକ ଥିଲା। କାଶୀନାଥ ସୁମନକୁ କହେ, ସୁମନ, ମୁଁ କାମକୁ ଯାଉଛି। ପିଲାମାନଙ୍କୁ ତୁମେ ସ୍କୁଲରେ ଛାଡ଼ିଦେବ। ସୁମନ କହେ, ହଁ, ମୁଁ ତ ସ୍କୁଲରେ ଛାଡ଼ିଦେବି, କିନ୍ତୁ ମିନି କହୁଥିଲା ତାଙ୍କ ସାର୍ ସ୍କୁଲ ଫିସ୍ ମାଗୁଛନ୍ତି। ହଁ, ଯାଅ, ପଇସା ଦେଇକି ଆସ। କିଏ ମନା କରୁଛି? ହଁ ଯେ, କେଉଁଠି ପଇସା ଆଣିବି? ତମେ ଯାହା ପଇସା ଆଣୁଛ ଘର ଚଳି ଯାଉଛି, ଆଉ କେଉଁଠୁ ଆଣିବି? ମୁଁ କ'ଣ କହୁଥିଲି ଯେ, ତୁମେ ଜମିଦାରକୁ କହି ଦରମାଟା ବଢ଼େଇ ଦିଅନ୍ତ ଯଦି ଭଲ ହୁଅନ୍ତା। ଦେଖୁଛ ଯେଉଁ ପନିପରିବା ଆକାଶ ଛୁଇଁଲାଣି। ଠିକ୍ ଅଛି, ଆଜି ମୁଁ ଜମିଦାରଙ୍କୁ କହିବି। ସେ କିଛି ଟଙ୍କା ଅଧିକ ଆମ ଦରମା ବଢ଼େଇ ଦେବେ। ଏହା କହି କାଶୀନାଥ ନିଜର କର୍ମ ପାଇଁ ସବୁଦିନ ପରି ଚାଲିଯାଏ। ଠିକ୍ ଅଛି, ଆଜି ମୁଁ ଜମିଦାରଙ୍କୁ କହିବି, ସେ ଆମର କିଛି ଟଙ୍କା ଅଧିକ ବଢ଼ାଇ ଦେବେ। ଏହା କହି କାଶୀନାଥ ସବୁଦିନ ପରି ନିଜର କର୍ମକ୍ଷେତ୍ରରେ ଚାଲିଯାଏ। ଏପଟେ ସବୁ କୃଷକ ମିଶି କଥା ହେଉଛନ୍ତି। ଆଜି ହେଉଛି ଦରମାର ଦିନ। ଦେଖିବା ଜମିଦାର ମହାଶୟ କେତେ ଟଙ୍କା ଦରମା ଦେଉଛନ୍ତି। ଏହା କହି ସବୁ କୃଷକମାନେ ଜମିଦାର ପାଖକୁ ଗଲେ। ସମସ୍ତେ ମିଶିକରି କହିଲେ କି, ଜମିଦାର ଆଜ୍ଞା, ଆଜି ଆମକୁ ଦରମା ଦେବେ ପରା। ଆଜି ଆମର କାମ ସମ୍ପୂର୍ଣ୍ଣ ହୋଇଛି। କିଛି ଦରମା ମିଳିବନି, କାମ ମାନ୍ଦା ଚାଲିଛି। କାମ ଭଲ ହେଲେ ଦରମା ମିଳିବ। ଜମିଦାରଙ୍କ ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କାଶୀନାଥ, ହେଲେ ଜମିଦାର ମହାଶୟ, ଆମେ ଏବେ କ'ଣ କରିବୁ? ଆମ ଘର କେମିତି ଚଳିବ? ଆମେ ଖାଇବୁ କ'ଣ? ଆମ ପିଲାମାନେ କେମିତି ପଢ଼ିବେ? ଆରେ ଆଉ 2-4 ଦିନ ରହିଯାଉ, କାମ ହେଲେ ପଇସା ନେବନି କି? ଜମିଦାର ମୁହଁରୁ ଏକଥା ଶୁଣି ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ଏପଟେ ସୁମନ କହେ, ଆହେ, କ'ଣ ହେଲା? ଜମିଦାର ଦରମା ଦେଲେ? କେତେ ଦେଲେ? ଏହା ଶୁଣି କାଶୀନାଥ କହେ, କ'ଣ କରିବା ସୁମନ? ଜମିଦାର କହୁଛନ୍ତି ଆଉ 2-4 ଦିନ ଗଲେ ଦରମା ଦେବେ। ଏବେ କାମ ଭଲ ନାହିଁ, ଦରମା ନାହିଁ। କ'ଣ କହିଲ? ଆମ ଘର କେମିତି ଚଳିବ? ଆମ ପରିବାର କେମିତି ପେଟ ପୋଷଣ କରିବ? ଏହା ଜମିଦାର ବାବୁ ଠିକ୍ କଲେନି। କ'ଣ କରିବା ସୁମନ? ଆଉ ଜମିଦାର ତ କେବେ ବି ଠିକ୍ରେ ଦରମା ଦେଲେ ନାହିଁ। ସେଥିପାଇଁ ଭାବିଛି ମୁଁ ଅନ୍ୟ ଆଉ କୌଣସି କାମ କରିବି। ଜମିଦାର ସବୁ କୃଷକଙ୍କୁ ଡାକି ଦରମା ଦେଲେ, କିନ୍ତୁ ଜମିଦାର ସବୁ କୃଷକଙ୍କ ଅଧା ଅଧା ଦରମା କାଟି ଦେଲେ। ଜମିଦାର ସବୁ କୃଷକଙ୍କୁ କହିଲେ, ଏତିକି ପଇସା ନେବ ଯଦି ନିଅ, ନହେଲେ ନାହିଁ। ସବୁ କୃଷକ ମିଶି କଥା ହେଲେ ଯେ ଜମିଦାର କଞ୍ଜୁସ ଓ ଠକ ଲୋକ। ଏହା ଶୁଣି କାଶୀନାଥ କହେ, ଆରେ ଭାଇ, ଏମିତି କହ ନାହିଁ। ସେ ଆମର ଅନ୍ନଦାତା। ତାଙ୍କ ପାଇଁ ଆମ ଘର ଚଳୁଛି। କହିଲ ଦେଖି, ଆମକୁ କ'ଣ ଆଉ କି କାମ ଆସେ? ନା ଆମେ ଆଉ କେଉଁଠି ଯାଇ କ'ଣ କରିପାରିବା? ଜମିଦାର ହିଁ ଆମର ସାହା ଭରସା। ଜଣେ କୃଷକ କହେ, ଆରେ କାଶୀନାଥ ଭାଇ, କ'ଣ କହୁଛ? ଆମ ଜମିଦାର ଅନ୍ନଦାତା। ସେ ତ ଆମ ପୂରା କାମର କେବେ ବି ଟଙ୍କାଟେ ଦେଉନାହିଁ। ସବୁଦିନେ ଦରମାରୁ ଅଧା ଟଙ୍କା ସେ ରଖିଦିଅନ୍ତି। ଏହା କହି ସମସ୍ତେ ନିଜ ନିଜ ଘରକୁ ପଳାଇ ଆସିଲେ। କାଶୀନାଥ, ସୁମନ, ଜମିଦାର ଆଜି ଦରମା ଦେଲେ, କିନ୍ତୁ ଅଧା ଦରମା କାଟିଦେଲେ। ଏହା କହି କାଶୀନାଥ ଅନ୍ୟ କାମ ଖୋଜିବାକୁ ବାହାରିଗଲା। ସେ ବହୁ ଗାଁ ଜଙ୍ଗଲ ବୁଲି ବୁଲି ଗଲା। ସେ ଗଲାବେଳେ ଗୋଟେ ମଇଁଷି ଦଳକୁ ଦେଖି କାଶୀନାଥ ଡରି ଏକ ଗୁମ୍ଫା ଭିତରକୁ ପଳାଇ ଆସିଲା। ଯେତେବେଳେ ଦେଖିଲା ମଇଁଷି ଦଳ ସେଠାରୁ ପଳାଇଗଲେ, ସେତେବେଳେ କାଶୀନାଥ ଟିକେ ନିଶ୍ୱାସ ମାରି କହିଲା, ହେ ଭଗବାନ, ମୁଁ ଆଜି ତମ କୃପାରୁ ବଞ୍ଚିଗଲି। ଏତିକି କହି ବୁଲିବା ବେଳକୁ ଗୋଟିଏ ମାଟି ପାତ୍ର ଉପରେ ନଜର ପଡ଼ିଲା। କାଶୀନାଥ, ଏହି ମାଟି ପାତ୍ରଟି
ମୁଁ ଘରକୁ ନେଇକି କାମରେ ଆସିବ। ହଠାତ୍ କିନା ସେହି ମାଟି ପାତ୍ର ଭିତରୁ ଗୋଟିଏ ଯାଦୁକର ବାହାରିଲା। ଏହା ଦେଖି କାଶୀନାଥ ଆଶ୍ଚର୍ଯ୍ୟ ହୋଇଗଲା। କାଶୀନାଥ ଯାଦୁକରକୁ ପଚାରିଲା, ତୁମେ କିଏ? ଯାଦୁକର କହିଲା, ମୁଁ ଜଣେ ଯାଦୁକର। ମୋତେ ଏହି ମାଟି ପାତ୍ରରେ ବନ୍ଦୀ କରି ରଖାଯାଇଥିଲା। ମୋ ପାଇଁ ମୁଁ ଆଜି ମୁକ୍ତି। ତୁମେ ଏହି ମାଟି ପାତ୍ରଟିକୁ ନିଅ। ତୁମେ ଯାହା ଥୋଇବ ତାହା ଦ୍ୱିଗୁଣ ହୋଇଯିବ। କାଶୀନାଥ ସେହି ମାଟି ପାତ୍ରଟିକୁ ନେଇ ନିଜ ସ୍ତ୍ରୀ ପାଖକୁ ଗଲା ଓ ତାକୁ ସବୁ କଥା ଜଣାଇଲା। ସୁମନ କିଛି ଚାଉଳ ଚୂନା ଆଣି ସେହି ମାଟି ପାତ୍ରରେ ପକାଇଲା ଓ ସଙ୍ଗେ ସଙ୍ଗେ ସେ ମାଟି ପାତ୍ରରେ 2 ଗୁଣା ଚାଉଳ ଚୂନା ହୋଇଗଲା ଓ ସେହି ମାଟି ପାତ୍ରକୁ ସେମାନେ ହସ ଖୁସିରେ